ବିଜେଡି କଥା କୁଆ ଦଳ ସେ ଓଡ଼ିଶାରେ କଥା କହିବ, ଦିଲ୍ଲୀରେ ନାଙ୍ଗୁଡ଼ ଜାକିକିରି ଲୁଚିଯିବ। ଯଦି ରାହୁଲ ଗାନ୍ଧୀ ଉଠାଇଛନ୍ତି ଯେ ଭୋଟ ଚୋରି ହେଇଛି, ପ୍ରମାଣ କରି ଦେଖା, ମୁହଁରେ କହିଦେଲେ କଣ ହବ? ତେଣୁ ଭୋଟ ଯଦି ଚୋରି ହେଇଛି ତାହେଲେ ବିଜେଡି ଆଉ କଂଗ୍ରେସ ମିଳିତ ଭାବରେ ଆକ୍ରମଣ କର, ଭୋଟ ଚୋରିଟାକୁ ପ୍ରମାଣ କରା। ବହୁ ଆଗରୁ ଆମେ କହିଛୁ ଯେ କିଛି ଗୋଟେ ହେରଫେର ଓଡ଼ିଶାରେ ହେଲା, ନହେଲେ 21ଟା MP ସିଟ୍ରୁ 20ଟା ବିଜେପି ନେଇଗଲା। ଖାତା 54-51ଟା MLA, ଗୋଟା ବି MP ଜିତିଲାନି। ତେଣୁ ବିଜେଡି ଭୟ କରୁଛି ଚିଟଫଣ୍ଡ ଦୁର୍ନୀତି ପାଇଁ। କାଳେ ମୁହଁ ଖୋଲିଲେ ଚିଟଫଣ୍ଡର ଖାତା ଖୋଲି ବିଜେଡି ନେତାମାନଙ୍କୁ କାରାଗାରରେ ବିଜେପି ଭର୍ତ୍ତି କରିଦେବ, ସେ ଭୟରେ ବିଜେଡି ନୀରବ ରହୁଛି। ତେଣୁ କଂଗ୍ରେସ ଯେତେ ଚିଲେଇଲେ ଯାହା କଲେ, ଯଦି ଯୋଉ ରାଜ୍ୟରେ ସବୁ ହେରଫେର ହେଇଛି ସେ ରାଜ୍ୟରେ ସବୁ ଦଳମାନେ ଏକତ୍ରିତ ଭାବରେ ଆକ୍ରମଣ କଲେ, ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲେ, ଆଉ ନିର୍ବାଚନ କମିଶନର ଗୋଟେ ଆଫିଡେଭିଟ୍ ଦେବା ଦରକାର, କହିବା ଦରକାର ଯେ କିଛି ହେରଫେର ହେଇନି। ରାହୁଲ ଗାନ୍ଧୀ ଛୋଟିଆ ଲୋକ ନୁହଁ। ରାହୁଲ ଗାନ୍ଧୀ ଆଗାମୀ ଦିନରେ ଭାରତର ପ୍ରଧାନମନ୍ତ୍ରୀ ହବାର ବହୁ ଆଶାବାଦୀ ଅଛନ୍ତି ଭାରତ ବର୍ଷରେ ଲୋକ। ତେଣୁ ପ୍ରଧାନମନ୍ତ୍ରୀ କ୍ୟାଣ୍ଡିଡେଟ୍ ସିଏ, ସେ ଯାହା କହିଛନ୍ତି ନିଶ୍ଚୟ କିଛି ନା କିଛି ସତ୍ୟତା ଅଛି। ଆଉ ତା ପାଇଁ ସବୁ ଦଳ, ଯେତେ ବିଜେପିର ବିରୋଧୀ ଦଳ ଅଛନ୍ତି, ସମସ୍ତେ ଏକଜୁଟ ହେଲେ ଯାହା ହବ। ଆଉ କେହି ଏକଜୁଟ ନହେଲେ ଖାଲି ବାହାର ପଟ ମାରି ଚିଲେଇଲେ କିଛି ଲାଭ ହବନି, କି ବିଜେପିର କିଛି